ମାଝୀ ମହୋଦୟ, ନରେନ୍ଦ୍ର ମୋଦି ମହୋଦୟ, ଭାରତ ବର୍ଷରେ ଓଡ଼ିଶାରେ ଆମେ ବଞ୍ଚିବୁ ନା ନାହିଁ। ଆଜି ଦେଖିଲା ବେଳକୁ ତେଲ ରେଟ୍ ବଢ଼ିଗଲାଣି, ସୋରିଷ ତେଲ ରେଟ୍ ବଢ଼ିଲାଣି, ଡିଜେଲ ରେଟ୍ ବଢ଼ିଲାଣି, ପେଟ୍ରୋଲ ରେଟ୍ ବଢ଼ିଲାଣି, ପନିପରିବା ଛୁଇଁ ହଉନି। ପୋଟଳ 250, ସାରୁ 100, ଭେଣ୍ଡି 120, ଜହ୍ନି 120, ବାଇଗଣ 200, ପିଆଜ ରସ ବଢିଲାଣି, ରସୁଣ ବଢିଛି, ଅଦା ବଢିଲାଣି। କଣ ଫେରେ ହବ? ଖାଦ୍ୟ ବଢିଲା, ଚାଉଳ 10 ଟଙ୍କା ଲେଖା ବଢିଗଲାଣି, ଅଟା ବଢିଲାଣି, ମଇଦା ବଢିଲାଣି, ଗୁଡ଼ ରେଟ୍ ବଢିଲାଣି, ଖାଦ୍ୟ ସବୁ ରେଟ୍ ବଢି ସାରିଲାଣି। କଣ ଫେରେ ହବ ଏ ରାଜ୍ୟରେ? ମୋହନ ମାଝୀ ଯିଏ ଦାୟିତ୍ୱ ନେଇ ତୁଲାଅ, ତମକୁ ବସେଇ ଦିଆଗଲା ମୁଖ୍ୟମନ୍ତ୍ରୀ ସିଟରେ, ଏବେ ଟିକେ ତଳୁ କଣ ଖାଲି ଉପରୁ କଣ ନେଇଲ? ମୋହନ ମାଝୀ ଯିବେ କି ରହିବେ? ନରେନ୍ଦ୍ର ମୋଦି କହିବେ, ଶାହ କହିବେ। ଗଡ଼କରୀ ଭୁଲ କହୁଛନ୍ତି, ତାଙ୍କ ପୁଅର ଯେ ଶସ୍ତା, ଗଡ଼କରୀ ପୁଅଙ୍କର ସାରା ଇଣ୍ଡିଆ ଯା ଗାଡି ଅଚଳ ହେଲାଣି ଚାରିଆଡେ, ତାଙ୍କ ପୁଅରେ ଶସ୍ତା ମିଶେଇକି ସେ ଦଉଛନ୍ତି ତେଲରେ। ତାଙ୍କ ନିଜ ପୁଅ ସେ ଜାଣିନାହାନ୍ତି, ଦୋଷ ଥଇ ଦଉଛ ପେଟ୍ରୋଲିୟମ ମନ୍ତ୍ରୀ। ତମ ପୁଅ ସାରା ଇଣ୍ଡିଆର ଗାଡି ଅଚଳ ହବା ଅବସ୍ଥାରେ ଦିଲ୍ଲୀରେ ଷ୍ଟ୍ରାଇକ୍ ହେଲାଣି। ଏଗୁଡା ଅତି ଗରିବ ଲୋକ ଯେ ଗାଡି ଖଣ୍ଡେ କିଏ କାରଟେ କରିଛି, କିଏ ମୋଟରସାଇକେଲ କରିଛି, କିଏ ସ୍କୁଟରଟେ କରିଛି, ସବୁ ଅଚଳ ହେଇଯିବ। ଧନୀ ଲୋକର କିଛି ଅସୁବିଧା ନାହିଁ, କିନ୍ତୁ ମଧ୍ୟବିତ୍ତ ଗରିବ ଲୋକ ଅଚଳ ହେଇଯିବେ। ସବୁ ଗାଡି ରିଜେକ୍ଟ ହେଇଯିବ, ଖରାପ ହେଇଯିବ। ଖରାପ ହେଇଗଲାଣି। କାଲି ଦିଲ୍ଲୀରେ ଟୋଟାଲ ଷ୍ଟ୍ରାଇକ୍ ହେଇଛି। ବେଟ୍ରି ଗାଡି ପାଇଁ ସରକାର ପଇସା ଦେଇଦଉ, ଲୋନ୍ ଦେଇଦଉ, ଲୋକ କିଣିଦେବେ, କିଛି ଅସୁବିଧା। ମୋହନ ମାଝୀ ମହୋଦୟ, ନରେନ୍ଦ୍ର ମୋଦି ମହୋଦୟ, ଭାରତ ବର୍ଷରେ ଓଡ଼ିଶାରେ ଆମେ ବଞ୍ଚିବୁ ନା ନାହିଁ। ଆଜି ଦେଖିଲା ବେଳକୁ ତେଲ ରେଟ୍ ବଢିଗଲାଣି, ସୋରିଷ ତେଲ ରେଟ୍ ବଢିଲାଣି, ଡିଜେଲ ରେଟ୍ ବଢିଲାଣି, ପେଟ୍ରୋଲ ରେଟ୍ ବଢିଲାଣି, ପନିପରିବା ଛୁଇଁ ହଉନି। ପୋଟଳ 250, ସାରୁ 100, ଭେଣ୍ଡି 120, ଜହ୍ନି 120, ବାଇଗଣ 200, ପିଆଜ ରସ ବଢିଲାଣି, ରସୁଣ ବଢିଛି, ଅଦା ବଢିଲାଣି। କଣ ଫେରେ ହବ? ଖାଦ୍ୟ ବଢିଲା, ଚାଉଳ 10 ଟଙ୍କା ଲେଖା ବଢିଗଲାଣି, ଅଟା ବଢିଲାଣି, ମଇଦା ବଢିଲାଣି, ଗୁଡ଼ ରେଟ୍ ବଢିଲାଣି, ଖାଦ୍ୟ ସବୁ ରେଟ୍ ବଢି ସାରିଲାଣି। କଣ ଫେରେ ହବ ଏ ରାଜ୍ୟରେ? ମୋହନ ମାଝୀ ଯିଏ ଦାୟିତ୍ୱ ନେଇ ତୁଲାଅ, ତମକୁ ବସେଇ ଦିଆଗଲା ମୁଖ୍ୟମନ୍ତ୍ରୀ ସିଟରେ, ଏବେ ଟିକେ ତଳୁ କଣ ଖାଲି ଉପରୁ କଣ ନେଇଲ? ଏ ଖଟିଖିଆ ମୂଲିଆ ଗରିବ ଲୋକ ବଞ୍ଚିବେ କେମିତି? ସବୁ ରେଟ୍ ବଢିଗଲା, ଭୟଙ୍କର ରେଟ୍। ହାଟରେ ପଶି ହଉନି, ମାର୍କେଟରେ ପଶି ହଉନି। ମିନିମମ୍ ଚାଉଳ ରେଟ୍ ହିଁ ବଢିଗଲା 10 ଟଙ୍କା, ତେଲ ଫେଲ ସବୁ ବଢିଗଲା, ଚିନି, ଅଟା, ସବୁ ଭୟଙ୍କର ପରିସ୍ଥିତି। ଜନସାଧାରଣ ବଞ୍ଚିବେ କେମିତି? ତୁରନ୍ତ ପଦକ୍ଷେପ ନିଅ, ବାହାର ରାଜ୍ୟରୁ ଆଣ, ବାହାର ଦେଶରୁ ଆଣ, ଯୋଗାଅ। ଅଣ୍ଡା ରେଟ୍ ବଢିଲା, ମାଛ ରେଟ୍ ବଢିଲାଣି, ମାଂସ 800। କଣ ଫେରେ ହବ? ଛେନା ରେଟ୍ ବଢିଲା। ବଡ ଦାରୁଣ ଦୁଃଖ ଓଡ଼ିଶା ପରିସ୍ଥିତି। ଜଣେ ନାଗରିକ ହିସାବରେ ଆମେ ନିବେଦନ କରୁଛୁ, ହେ ମୋହନ ମାଝୀ, ହେ ନରେନ୍ଦ୍ର ମୋଦି, ପ୍ରଥମେ ଆଗ ଜନସାଧାରଣ ବଞ୍ଚିବେ କେମିତି ଚିନ୍ତା କର। ଏ ଦରଦାମ କଣ୍ଟ୍ରୋଲ କର। ଓଡ଼ିଶା ଦରଦାମ ହେଇ ପଡୁଛି, କଣ୍ଟ୍ରୋଲ କର, ତାହେଲେ ଲୋକ ଟିକେ ଆଶ୍ୱସ୍ତି ପାଇବେ। ଆଜି ଫେରୁଛନ୍ତି, ତାଙ୍କ ପାଇଁ ବିରାଟ ଆୟୋଜନ ହଉଛି। ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପାଇଁ ବିରାଟ ଆୟୋଜନ ହଉଛି, ତାଙ୍କୁ ରିସିଭ କରି ଆଣିବା ପାଇଁ, ତାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ। କାଲି ତାଙ୍କ ଏମପି ମାନେ ଲୋକସଭାରେ ସମ୍ବର୍ଦ୍ଧନା ଦେଇଥିଲେ ଯେ ତମେ ବିଦାୟ ହେଇଛ, ଆମେ ତମ ପଛରେ ଅଛୁ। ଏଠି ବି ଆଜି ବହୁତ ଲୋକ ଯୋଗାଣ ଯନ୍ତ୍ର ରହୁଛନ୍ତି, ସେ ଆସିବେ, ତାଙ୍କୁ ସମର୍ଥନ ଦେବେ, କହିବେ ଆମେ ତମ ସାଥିରେ ଅଛୁ। ଧର୍ମେନ୍ଦ୍ର କାମୁକା ଲୋକ, ଯେତେ କ୍ୟାବିନେଟରେ ଆମର ଓଡ଼ିଶାର ଆଜି ପର୍ଯ୍ୟନ୍ତ ଥିଲେ, ଡକ୍ଟର ମହତାବ ପ୍ରଥମେ ଥିଲେ, ବିଜୁ ପଟ୍ଟନାୟକ, ନନ୍ଦିନୀ ଦେବୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ନୀଳମଣି ରାଉତରା, ଯେତେ ମନ୍ତ୍ରୀ ଥିଲେ ସବୁଠୁ ହାଏଷ୍ଟ ଦିନି ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟରେ ଥିଲେ। କାମ ବି କରିଛନ୍ତି ରାଜ୍ୟ ପାଇଁ। ମୋ ଜଟଣୀ ପାଇଁ ଗୋଟେ ବଡ ପ୍ରୋଜେକ୍ଟ ଦେଇଛନ୍ତି, 3,500 କୋଟି ଟଙ୍କା, ଟ୍ରେନିଂ ସେଣ୍ଟର, ଟେକ୍ନିକାଲ ଟ୍ରେନିଂ ସେଣ୍ଟର, খুব ଭଲ। ମୋହନ ମାଝୀ ଯିବେ କି ରହିବେ? ନରେନ୍ଦ୍ର ମୋଦି କହିବେ, ଶାହ କହିବେ, ତାଙ୍କ ସଭାପତି କହିବେ। ମୁଁ ତାଙ୍କ ବିଷୟରେ କହିପାରିବିନି। ଧର୍ମେନ୍ଦ୍ର ପ୍ରଧାନ ଜଣେ ସାନ ଭାଇ ଆମର, ଯଦି ହେବେ କିଛି ଆପତ୍ତି ନାହିଁ, କିନ୍ତୁ ମୋହନ ମାଝୀ ବି ଭଲ ଲୋକ, ଭଲ କାମ କରୁଛନ୍ତି। ତାଙ୍କୁ ବିଦାୟ କରି ଆଙ୍କୁ ରଖିବେ, ସେ ଶାହ ଉପରେ ନିର୍ଭର କରେ, ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ଭର କରେ। ତାଙ୍କ ପୁଅର ପରା ଗଡ଼କରୀ ଭୁଲ କହୁଛନ୍ତି, ତାଙ୍କ ପୁଅର ଯେ ଶସ୍ତା, ଗଡ଼କରୀ ପୁଅଙ୍କର ସାରା ଇଣ୍ଡିଆ ଯା ଗାଡି ଅଚଳ ହେଲାଣି ଚାରିଆଡେ, ତାଙ୍କ ପୁଅରେ ଶସ୍ତା ମିଶେଇକି ସେ ଦଉଛନ୍ତି ତେଲରେ। ତାଙ୍କ ନିଜ ପୁଅ ସେ ଜାଣିନାହାନ୍ତି, ଦୋଷ ଥଇ ଦଉଛ ପେଟ୍ରୋଲିୟମ ମନ୍ତ୍ରୀ। ତମ ପୁଅ ସାରା ଇଣ୍ଡିଆର ଗାଡି ଅଚଳ ହବା ଅବସ୍ଥାରେ ଦିଲ୍ଲୀରେ ଷ୍ଟ୍ରାଇକ୍ ହେଲାଣି। ସେଇ ତେଲ ମିଶେଇକି ପକଉଛୁ, ସମସ୍ତେ ପକଉଛୁ, ତମେ ବି ପକଉଛୁ, ତମ ମୋଟରସାଇକେଲ ସମସ୍ତେ ଆମେ ପକଉଛେ। ଗାଡି ଗୁଡାକ ଆମର ଅଚଳ ହେଇଯିବ, ବଡ ଦୁଃଖର ବିଷୟ। ଘଷେଇ ଦଉଛନ୍ତି।
ଗଡକରୀଙ୍କ ପୁଅ ଇଣ୍ଡିଆ ଯୋଗଉଛନ୍ତି ଏଗୁଡା ଅତି ଅନ୍ୟାୟ। ଗରିବ ଲୋକ ଯେ ଗାଡି ଖଣ୍ଡେ କିଏ କାରଟେ କରିଛି, କିଏ ମୋଟରସାଇକେଲ କରିଛି, କିଏ ସ୍କୁଟରଟେ କରିଛି, ସବୁ ଅଚଳ ହେଇଯିବ। ଧନୀ ଲୋକର କିଛି ଅସୁବିଧା ନାହିଁ, କିନ୍ତୁ ମଧ୍ୟବିତ୍ତ ଗରିବ ଲୋକ ଅଚଳ ହେଇଯିବେ। ସବୁ ଗାଡି ରିଜେକ୍ଟ ହେଇଯିବ, ଖରାପ ହେଇଯିବ। ଖରାପ ହେଇଗଲାଣି। କାଲି ଦିଲ୍ଲୀରେ ଟୋଟାଲ ଷ୍ଟ୍ରାଇକ୍ ହେଇଛି। ହଁ ଠିକ ଧରିଛନ୍ତି। ବ୍ୟାଟେରୀ ଗାଡି ପାଇଁ ସରକାର ପଇସା ଦେଇଦଉ, ଲୋନ୍ ଦେଇଦଉ, ଲୋକ କିଣିଦେବେ, କିଛି ଅସୁବିଧା ନାହିଁ। ଦୁଃଖିତ ଆମେ। ଭଲ ସଂଗଠକ ଥିଲେ, ଭଲ ଲୋକ ଥିଲେ, ଭଲ ମନ୍ତ୍ରୀ ବି ଥିଲେ, ଆଜି ରୋଡ କାମ କିଛି କରିଛନ୍ତି। ମିଳାପି ଲୋକ, ଭଦ୍ର ଲୋକ, ତାଙ୍କ ବିୟୋଗରେ ଆମେ ମର୍ମାହତ। ତାଙ୍କ ଆତ୍ମାର ସଦ୍ଗତି ହଉ, ତାଙ୍କ ପିଲାମାନଙ୍କୁ ଜଗନ୍ନାଥ ଶକ୍ତି ଦିଅନ୍ତୁ, ସେ ନିଜ ଗୋଡରେ ଠିଅନ୍ତୁ। ଭଲ ନାଇଁ, ଆମର କଂଗ୍ରେସ ଦଳ ଭକ୍ତ କହିସାରିଲେଣି, ଯଦି ନଦେବେ ବନ୍ଦ ଡାକରା ହବ। ତେଣୁ ଯେତେବେଳେ ସଭାପତି କହିସାରିଲେଣି, ଆମେ ବାଧ୍ୟ ହେଇ ବାହାରିବେ, ସମସ୍ତେ ବାହାରିବେ। ନୂଆ ମନ୍ତ୍ରୀ ହେବେ, ଆହୁରି ଭଲ କାମ କରିବେ। ଏଇ ଯୋଉ ମନ୍ତ୍ରୀ ଗଲେ ଫେରେ ନୂଆ ଆସିବେ, କାମ ହବ, କିଛି ଅସୁବିଧା ତାର ମାନେ ନାହିଁ। ସେ ଯଦି ଭୁଲ করে ଏମିତି ବିଦା ହେବେ। ତେଣୁ ମନ୍ତ୍ରିମଣ୍ଡଳ ଚେଞ୍ଜ ହବ, ଏବେ ନଗଦ ଚେଞ୍ଜ ହବ ନାଇଁ। ଏଇନା ଯୋଉ ଭଳିଆ ଅବସ୍ଥା ହେଲାଣି, ଏଇ ଯୋଉ ଟେକ୍ସଟ ବୁକ୍ ଉପରେ ଯୋଉ ଭୁଲ ପ୍ରିଣ୍ଟ, ଗଣ୍ଡ ଅବସ୍ଥା ଶୋଚନୀୟ। କାଲିଠୁ ସଭାପତି ଆମର କହିଲେଣି, ଯଦି ଇସ୍ତଫା ନ ଦେବେ ଓଡିଶା ବନ୍ଦ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଲାଣି, ହଟାଅ, ଆନ୍ଦୋଳନ ଆରମ୍ଭ ହବ, ଫେର ସାଂଘାତିକ ପରିସ୍ଥିତି ହବ। ତେଣୁ ଆଗକୁ ଡେରି ନ କରି ବାହାରି ଯିବା ମନ ଇଚ୍ଛାରେ ଉଚିତ ହବ। 1200 ବର୍ଷ ତଳୁ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯୋଉ ରଥରେ ଗଲେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଭଉଣୀକି ନେଇ, ସ୍ତ୍ରୀ ତାଙ୍କର ଲକ୍ଷ୍ମୀ ଅସନ୍ତୁଷ୍ଟ ହେଇ ରାଗରେ ଜର୍ଜରିତ ହେଇ ମନ୍ଦିର ପ୍ରବେଶ ବେଳକୁ ଅଟକାନ୍ତି। ରଥ କାଠ ବି ଭାଙ୍ଗି ଜବରଦସ୍ତ ନେଇଯାଆନ୍ତି। ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ରସଗୋଲାର ଜନ୍ମ। ପୁରୀ ଜଗନ୍ନାଥଙ୍କ ପାଖେ ଆରମ୍ଭ। ତେଣୁ ରସଗୋଲା ଜଗନ୍ନାଥଙ୍କର ଭୋଗ। ଲକ୍ଷ୍ମୀ ସନ୍ତୁଷ୍ଟ କରିବା ପାଇଁ ଜଗନ୍ନାଥ ଦେଇଥିଲେ, ସନ୍ତୁଷ୍ଟ ହେଇଥିଲେ। ଏ ବେଙ୍ଗଲ ଭାଇମାନେ ଆସନ୍ତି ଜଗନ୍ନାଥ ଦର୍ଶନ କରିବାକୁ, ରସଗୋଲା ଖାଇକିରି ସେ ବାଉଳରେ କହୁଛନ୍ତି ଆମର। ବଙ୍ଗାଳୀ କହିବି, ଦାଦା ମିଥ୍ୟା ବୋଲେ ନା, ମିথ্যা বলে না। রসগোলার জন্ম পুরী জগন্নাথ ধাম। লক্ষ্মী কি সন্তুষ্ট জনে জগন্নাথ রসগোলা লক্ষ্মী মা কু দিয়েছিলে। খান শান্তি হন। লক্ষ্মী শান্তি হয়েছে। রসগোলা পুরী ধাম से शुरू হয়েছে। জগন্নাথ भोग। बेंगल भाई बहन मान को वेलकम। हर एक दिन आता है पुरी जगन्नाथ दर्शन, समुद्र स्नान, रसगोला खान जान, पुरी ध्यान, रसगोला हामा।